ଏଇଆନେ ଜ୍ଞାନୀ ଗୁଣୀ ମଣ୍ଡଳୀ କଳିଯୁଗ ଶେଷ କେବେ ହେବ ତାର ସଂକେତ ଆମେ କହୁଛେ ଯେ ଋତୁଚକ୍ର ପରିବର୍ତ୍ତନ ଫଳରେ ଆଜି ଦେଖନ୍ତୁ ମହାପୁରୁଷ ଲେଖିଛନ୍ତି କୋଇଲି ମଧ୍ୟ ଅଦିନରେ ବୋବେଇବ ଦେଖନ୍ତୁ ବୋବଉଛି ଜାଣିବେ ଏଇଟା କଳିଯୁଗର ଶେଷ ସମୟ ବୋଲି ଆଉ କ'ଣ ଅକାଳରେ ଲିମ୍ବ କଢ଼ିଆ ଚରିବ ଅକାଳେ ଆମ୍ବ ବଉଳ ଅକାଳେ କୋକିଳ ରାବିବ ବାରଙ୍ଗ ଆଉ କ'ଣ ହେବ ରେ ନା ପୁରୁଷ ପୁତ୍ର ପ୍ରସବ ପୁରୁଷମାନେ ପିଲା ଛୁଆ ଯେତେବେଳେ ଜନ୍ମ କରିବେ ଜାଣିବ ସେତେବେଳେ କଳିଯୁଗ ଶେଷ ବେଳା ହେଲା ଆଉ ନହେବା କଥା ଆଜି ହେଉନି କି ନହେବା କଥା ହେଉନି କି ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଛନ୍ତି ଯାହା ମାଳିକାରେ ତା ଅକ୍ଷର ଅକ୍ଷରେ ସତ ନୁହେଁ କହିଲେ ବାବୁରେ ଅକାଳରେ ସବୁ ହେବ ଫଳରୁ ଫଳ ହୋଇଯାତ ଫଳରୁ ଫଳ ହୋଇଯାତ ଆଉ ତୋ ଶିବ ପ୍ରାଣୀଙ୍କର ଚିତ ଆଉ ତୋ ଶିବ ପ୍ରାଣୀଙ୍କର ଚିତ ଫଳରୁ ଫଳ ହୋଇ ଜାତ ତୋଷିବ ପ୍ରାଣୀଙ୍କର ଚିତ୍ତ ଫଳରୁ ଫଳ ଜାତ ଆଜିକାଲି ଆପଣ ଦେଖୁନାହାନ୍ତି କିଏ କହିଲାଣି ଟମାଟୋ ଗଛରେ ଲଙ୍କା ଫଳିଛି ନୁହେଁ ଏସବୁ ଅସମ୍ଭବ ଲାଗୁଥିଲେ ମଧ୍ୟ ଆଶ୍ଚର୍ଯ୍ୟ ଆମକୁ ଲାଗୁଥିଲେ ମଧ୍ୟ ଇଏ ଘଟଣା ଘଟିବା କ'ଣ ଆଉ ଆଖି ଅଛି ନୁହେଁ ଦି ମୁଣ୍ଡିଆ ବାଛୁରୀ ଛୁଆ ଗାଈଠାରୁ ଜନ୍ମ ହେଉଛି ଅସମ୍ଭବ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଘଟଣା ଘଟୁଛି ମାଳିକାରେ ମହାପୁରୁଷ ଲେଖିଛନ୍ତି ସବୁ ଆଶ୍ଚର୍ଯ୍ୟ ଜିନିଷ ଲେଖିବ ଆଶ୍ଚର୍ଯ୍ୟ ଜିନିଷ ଦେଖିବ କଳିଯୁଗରେ ଅସମ୍ଭବ ଜିନିଷ ଦେଖିବ ଆଜି ହେଇଛି ନୁହେଁ ଏ ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧି ଜଣେ ପିଲା ଜନ୍ମ ହେଉଛି କଥା କହୁଛି ନୁହେଁ ସେଇଥିପାଇଁ ମହାପୁରୁଷ ଲେଖିଲେ ମଣିଷ କରିବ ଭୂତ ଜନ୍ମ ମଣିଷ ଭୂତ ଜନ୍ମ କରିବା ଆଜି ହେଉଛି ତେଣୁ ସେଇଥିପାଇଁ ଯଦି ଲେଖିଥିଲେ ନାରୀ ଏବଂ ପୁରୁଷ ନାରୀ ସନ୍ତାନ ପ୍ରସବ କରେ କିନ୍ତୁ ମହାପୁରୁଷ ଶିଶୁ ଅନନ୍ତ ମାଳିକାରେ କହିଲେ ଏମନ୍ତ ଭିଆଣ ନୋହିଲେ ବାରଙ୍ଗ କଳି ଶେଷ ନ ହୋଇବ ଇଏ ଘଟଣା ନ ଘଟିବା ଯାଏ କଳିଯୁଗ ଶେଷ ହେଲା ବୋଲି ତୁ ଜାଣିବୁ ନାହିଁ ମାନିବୁ ନାହିଁ କେଉଁ ଘଟଣା ନା ପୁରୁଷ ପୁତ୍ର ପ୍ରସବ ପୁରୁଷମାନେ ପିଲା ଛୁଆ ଜନ୍ମ କରିବାର ଯେତେବେଳେ ଦେଖିବୁ ଜାଣିବୁ ଯେ ଏଇଟା କଳିଯୁଗ ଶେଷ ବେଳା ହେଲା ଆଉ ଶୁଣିବୁ ଯେତେବେଳେ ଜାଣିବୁ ଏଇଟା କଳିଯୁଗ ଶେଷ ବେଳା ହେଲା ଆଉ ସତରେ ଏ ଘଟଣା କ'ଣ କଳିଯୁଗରେ ଘଟିବ ଯଦି ମହାପୁରୁଷ ଲେଖିଥିଲେ ତାହେଲେ କ'ଣ ଘଟିଲାଣି ହଁ ଇଏ ଘଟି ସାରିଲାଣି ନା ଘଟି ନା ଆପଣମାନେ ୟୁଟ୍ୟୁବ୍ ଦେଖିବେ ୟୁଟ୍ୟୁବ୍ରେ ଭାଇରାଲ୍ ହେଇଛି ହେଇନଥିଲା ୟୁଟ୍ୟୁବ୍ରେ ଭାଇରାଲ୍ ଯେ ବିଦେଶରେ ଗୋଟେ ପୁରୁଷଟେ ପୁତ୍ର ସନ୍ତାନ ଜନ୍ମ କରିଛି ଆଜି ଆପଣ ଦେଖନ୍ତୁ ପୁରୁଷ ଆଜି ଅପରେସନ୍ ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରି ନାରୀ ହେଇଯାଉଛି ବିଜ୍ଞାନ ବଳରେ ଆଉ ନାରୀ ମଧ୍ୟ ଅପରେସନ୍ ମାଧ୍ୟମରେ ବିଜ୍ଞାନ ବଳରେ ଲିଙ୍ଗ ପରିବର୍ତ୍ତନ କରିକି ପୁରୁଷ ହେଇଯାଉଛି ନାଇଁ ଏଇ କଥା ପରା ମହାପୁରୁଷ ଲେଖିଥିଲେ ଇରେ ପୁରୁଷ ହୋଇବେ ନାରୀଙ୍କ ବେଶ ପୁରୁଷ ହୋଇବେ ନାରୀଙ୍କ ବେଶ ପୁରୁଷ ହୋଇବେ ନାରୀଙ୍କ ବେଶ ପୁରୁଷ ହୋଇବେ ନାରୀଙ୍କ ବେଶ ଯୁଗ ଶେଷ ହେବ କଳି କି କ୍ଲେଶ ଯୁଗ ଶେଷ ହେବ କଳି କ୍ଲେଶ ଆଉ ଏତେ ଏତେ କଥା ହୋଇଲେ ଜାଣ ଏତେ ଏତେ କଥା ହୋଇଲେ ଜାଣ କଳି ଶେଷ ବୋଲି ନିଶ୍ଚେ ପ୍ରମାଣ ଆଉ କଳି ଶେଷ ବୋଲି ନିଶ୍ଚେ ପ୍ରମାଣ ଆଜି ଯଦି ଅପରେସନ୍ ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ନାରୀ ହେଇଯାଉଛି ଆଉ ନାରୀ ମଧ୍ୟ ପୁରୁଷ ଯଦି ହେଇଯାଉଛି ଏଇଆ ହେବ ବୋଲି ପରା 600 ବର୍ଷ ତଳେ ଅଚ୍ୟୁତାନନ୍ଦ ମହାପୁରୁଷ ତାଳପତ୍ର ଲେଖନ ଲେଖିଥିଲେ ଆଜି ଏଇ ହେଉଛି ଆଉ ତାହେଲେ ଏଥିରୁ ଆମେ କ'ଣ ବୁଝିଲେ କ'ଣ ଜାଣିବାକୁ ପାଉଛେ ମାଳିକାଟା ସତ ନା ମିଛ ସତ ତ ଜାଣିବ ଯେ ଏଇଭଳି ଘଟଣା ଘଟିଲେ ଆମେ ସୂଚନା ପାଇଲେ ଯେ ଏଇଟା କଳିଯୁଗର ଶେଷ ବେଳା ଇଏ ହବରେ ବାବା ଅସମ୍ଭବ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଇଏ ଘଟଣା ଘଟିଲେ ତୁ ଜାଣିବୁ ଯେ ଏଇଟା କଳିଯୁଗ ଶେଷ ନୁହେଁ